ମୁଁ ଗୋଟେ ପୁଅକୁ ଭଲ ପାଇଥିଲି ଲିପୁନା ବେହେରା ସେଇ ଗାଁର ପିଲା। 2 ବର୍ଷ 3 ବର୍ଷ ଭଲ ପାଇଲି। ତାପରେ ଏମିତି ଲୁଚିକି ମ୍ୟାରେଜ୍ ହେଇଥିଲା, ମୁଁ ତାଙ୍କ ଘରେ ରହିଥିଲି। ତ ତାଙ୍କ ଘର ଲୋକ ମୋର ଯେହେତୁ ଏସ୍ଟି କାଷ୍ଟ ସବୁବେଳେ ଗାଳି ଭାଷା କୁହନ୍ତି ସେ ପୁଅକୁ। ସେ ପୁଅ ବି କାନ୍ଦେ ବହୁତ, ସବୁବେଳେ ଭାଷା କହିଲେ ଏସ୍ଟି। ମୁଁ ମାତ୍ର 15 ଦିନ ହୋଇଥିଲା ମ୍ୟାରେଜ୍ ହେଇକି 15 ଦିନ ହେଇଥିଲା। ସେ ପୁଅ ସହିପାରିଲାନି ଟୋଟାଲି, ଏତେ ଭାଷା କହିଲେ, ଖାଇବାକୁ ବି ମୁଠେ ଦେଲେନି। ସେ ଶେଷରେ ବାଧ୍ୟ ହେଇକି ବିଷ ଖାଇଦେଲେ। ସେ ଯେତେବେଳେ ବିଷ ଖାଇଦେଲେ ତାଙ୍କର ଡେଥ୍ ହେଇଗଲା। ତ ତାପରେ ମୁଁ ସେଠି 5-6 ଦିନ ରହିଛି କି ନା ନାହିଁ ମୋ ବାବାଙ୍କୁ ମୁଁ ଫୋନ୍ କଲି, ତାଙ୍କୁ ମୋତେ ସେଠି ଟର୍ଚର୍ କଲେ। ପୁଅର ଶୁଦ୍ଧକର ବି ସରିନଥିଲା, ମୋତେ ସେଠି ଟର୍ଚର୍ କଲେ, ପାଟି କଲେ, କହିଲେ ଆମ ପୁଅକୁ ତୁ ଖାଇଦେଲୁ। ତାଙ୍କେ ନିଜେ ହିଁ କହିଲେ ବିଷ ଖାଇକି ମରିଯା ବୋଲି ପୁଅକୁ, କିନ୍ତୁ ପୁଅର ଡେଥ୍ ହେଲା ପରେ ମୋତେ କହିଲେ। ତାର ପୁଅର ସବୁ ସରିଲା ପରେ 10 ଦିନ ବି ରହିଲିନି, ମୁଁ ଆସିଲି ହେରି। ଶେଷରେ ମୋ ବାବାଙ୍କୁ ଫୋନ୍ କଲି, ଯେତେବେଳେ ମୁଁ କହିଲି ବାବା ମୋତେ ଏଇଠୁ ନେଇଯାଅ, ଟୋଟାଲି ମୋତେ ଏଇଠି ରଖେଇ ଦେଉନାହାନ୍ତି କି କିଛି କରୁନାହାନ୍ତି। ତାର ବାବା ଆସିଲେ ମୋତେ ସେଦିନ ନେବା ପାଇଁ, ସେଇଠି 5 ଲୋକ ବସେଇଲେ, କୋର୍ଟ ପେପର୍